आज धौलापुर उच्च विद्यालय नवनिर्मित दुईटी अतिरिक्त श्रेणीकक्ष और गोटे छात्री शौचालय को श्री रुद्रनारायण पाणी मान्यवर सांसद ढेंकानाल और श्रीमती सीमाराणी नायक मान्यवर विधायिका हिंदोल महोदय द्वारा उद्घाटन कराଯାଇଛି। नव लिमिटेड द्वारा निर्मित यह दुईटी अतिरिक्त श्रेणीकक्ष और छात्री शौचालय माध्यम विद्यालय शिक्षा ढांचा और स्वच्छता व्यवस्था सुधार आसिब। ଏହି ଅବସରରେ ନଭ୍ ଲିମିଟେଡର ସିଏସ୍ଆର୍ ବିଭାଗ ପକ୍ଷରୁ ଏକ ଭବ୍ୟ ଉଦ୍ଘାଟନ ସମାରୋହ ଆୟୋଜିତ କରାଯାଇଥିଲା, ଯାହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହରେ ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ, ଓଡାପଡା ତହସିଲଦାର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ। ସ୍ୱାଗତ ଭାଷଣରେ ନଭ୍ ଲିମିଟେଡର ଉପାଧ୍ୟକ୍ଷ ଶ୍ରୀ ଭି ରାଜଶେଖର ରାଓ ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ, କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ବିକାଶ ଓ ସମୁଦାୟ ଉନ୍ନତି କ୍ଷେତ୍ରରେ ଚାଲୁଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି କହିଥିଲେ, ମାନ୍ୟବର ସାଂସଦ ଓ ବିଧାୟିକା ମହୋଦୟା ନଭ୍ ଲିମିଟେଡ୍ ଶିକ୍ଷା ଓ ଗ୍ରାମୀଣ ଉନ୍ନତି କ୍ଷେତ୍ରରେ କରାଯାଇଥିବା ସିଏସ୍ଆର୍ କାର୍ଯ୍ୟଗୁଡ଼ିକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଶ୍ରୀ ବିଜୟ କୁମାର ସାହୁ, ମୁଖ୍ୟ ମାନବ ସମ୍ବଳ ବିଭାଗ, ନଭ୍ ଲିମିଟେଡ୍ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ଲୋକନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। साप कामुची आउ गोटे कथा मन रखिथा जहाँ कोई साप कामुची ताको कोनोसी खाइबाकू देबेनी, खाइबाकू किबा पानी पियाकू देबेनी, आउ सोइबाकू देबेनी। कारण साप कामुडे गोटे निशा, जहाँ गोटे साप गोटे कामुडे ताको सांगे सांगे